ଜୟ ଜଗନ୍ନାଥ ସାଙ୍ଗମାନେ ଆସିଅଛି ଓଡ଼ିଶା ସରକାରଙ୍କ ତରଫରୁ ବ୍ୟାଙ୍କ ମିତ୍ର ଓ ଗୋମିତ୍ର ନିଯୁକ୍ତି ଦିଆଯିବ। ଏଥିପାଇଁ କୌଣସି ପରୀକ୍ଷା ହେବ ନାହିଁ। ଯେଉଁମାନେ ସପ୍ତମ ପାସ୍ କରିଥିବେ ଓ +2 ପାସ୍ କରିଥିବେ ଏହି ପୋଷ୍ଟରେ ସବୁ ଆବେଦନ କରିପାରିବେ। ବୟସ ସୀମା 18ରୁ 55। ଯେଉଁମାନଙ୍କୁ 18 ବର୍ଷ ହୋଇଥିବ ସେମାନେ ଆବେଦନ କରିପାରିବେ ଓ ଶେଷ ବୟସର ମ୍ୟାକ୍ସିମମ୍ ବୟସ 55 ବର୍ଷ ହୋଇଥିଲେ ଆବେଦନ କରିପାରିବେ। ଚାଲନ୍ତୁ ସାଙ୍ଗମାନେ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିନେବା। ଏହି ଡିକ୍ଲାରେସନରେ କ'ଣ ସବୁ ଦିଆଯାଇଛି, କେଉଁ ପୋଷ୍ଟ ପାଇଁ ସପ୍ତମ ପାସ୍ ଓ କେଉଁ ପୋଷ୍ଟ ପାଇଁ +2 ପାସ୍ ପିଲା ଆବେଦନ କରିପାରିବେ। ସାଙ୍ଗମାନେ ଏଠାରେ ଓଡ଼ିଶା ମିଶନ ଶକ୍ତି ଆଣ୍ଡ CDVO ରିକ୍ରୁଟମେଣ୍ଟ 2024 ଡିଟେଲ। ଅର୍ଗାନାଇଜେସନ ନେମ୍ ଚିଫ୍ ଡିଷ୍ଟ୍ରିକ୍ଟ ଭେଟେନାରୀ ଅଫିସ ଗଞ୍ଜାମ ଓ ମିଶନ ଶକ୍ତି ରାୟଗଡ଼ା। ଏହି ମିଶନ ଶକ୍ତି ରାୟଗଡ଼ା ତରଫରୁ ଓ ଚିଫ୍ ଡିଷ୍ଟ୍ରିକ୍ଟ ଭେଟେନାରୀ ଅଫିସ ଗଞ୍ଜାମ ତରଫରୁ ଏହି ବିଜ୍ଞାପନଟି ଜାରି କରାଯାଇଛି। କାଟାଗୋରୀ ଓଡ଼ିଶା ଗଭର୍ଣ୍ଣମେଣ୍ଟ ଜବ୍। ଆପ୍ଲିକେସନ ମୋଡ଼ ସ୍ପିଡି ପୋଷ୍ଟ ଓ କୋରିଅର। ତୁମେମାନେ ସ୍ପିଡି ପୋଷ୍ଟ ଓ କୋରିଅର ମାଧ୍ୟମରେ ଏହାକୁ ପକାଇବାକୁ ପଡ଼ିବ। ତେଣୁ ସ୍ପିଡି ପୋଷ୍ଟ କୋରିଅରରେ ପକାଇବାକୁ ହେଲେ ଏହାର ପୋଷ୍ଟାଲ ଆଡ୍ରେସଟି ଭିଡ଼ିଓର ଶେଷରେ ଦିଆଯାଇଛି। ଚାଲନ୍ତୁ ସାଙ୍ଗମାନେ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିନେବେ। ପ୍ଲେସ୍ ଅଫ୍ ପୋଷ୍ଟିଂ ରହିବ କେଉଁଠି ନା ଓଡ଼ିଶାର ଗଞ୍ଜାମ ଓ ରାୟଗଡ଼ା ଡିଷ୍ଟ୍ରିକ୍ଟରେ ଏହା ପୋଷ୍ଟିଂ ପାଇବ, କିନ୍ତୁ ଓଡ଼ିଶାର ସବୁ ଜିଲ୍ଲାର ପିଲା ଏହାକୁ ଆବେଦନ କରିପାରିବେ। ଜେଣ୍ଡର କ'ଣ ରହିବ, ଉଭୟ ବୋଥ ମେଲ୍ ଆଣ୍ଡ ଫିମେଲ୍, ଉଭୟ ପୁରୁଷ ଓ ମହିଳା ଏହି ପୋଷ୍ଟକୁ ଆବେଦନ କରିପାରିବେ। ପୋଷ୍ଟ ଆଣ୍ଡ ଏଜୁକେସନ କ୍ୱାଲିଫିକେସନ ଆଟେଣ୍ଡାଣ୍ଟ ବା ଗ୍ରୁପ ଡି। ଏହି ପୋଷ୍ଟ ପାଇଁ କ୍ୟାଣ୍ଡିଡେଟ୍ ମଷ୍ଟ ହାଭ୍ 7th ପାସ୍ କରିଥିବା ଦରକାର ୱିଥ୍ ଏକ୍ସପିରିଏନ୍ସ ଥବ। NPCBB ଅଧୀନରେ ତୁମେମାନେ ଗୋଟେ ଏକ୍ସପିରିଏନ୍ସ ଥିବା ଆବଶ୍ୟକ, ବା ଯାହାକୁ ଓଡ଼ିଆରେ କହନ୍ତି ଜାତୀୟ ଗୋ ମହିଷାଦି କାର୍ଯ୍ୟକ୍ଷେତ୍ରରେ ତୁମେମାନେ କାର୍ଯ୍ୟ କରିଥିବା ଆବଶ୍ୟକ। ଦେଖିନିଏ ସାଙ୍ଗମାନେ ବ୍ୟାଙ୍କ ମିତ୍ର ଆଣ୍ଡ ମାଷ୍ଟର ବୁକ୍ କିପର, ଏମାନଙ୍କର କ୍ୱାଲିଫିକେସନ ହେଉଛି କ୍ୟାଣ୍ଡିଡେଟ୍ ମଷ୍ଟ ହାଭ୍ +2 ପାସ୍ ଫର୍ମ ରେକଗ୍ନାଇଜ୍ଡ ବୋର୍ଡ଼। ଏଜ୍ ଲିମିଟ୍ ବା ବୟସ କ'ଣ ରହିବ, ଆଜ୍ ପର୍ ରିକ୍ରୁଟମେଣ୍ଟ ନୋଟିଫିକେସନ କ୍ୟାଣ୍ଡିଡେଟ୍ ଏଜ୍ ଲିମିଟ୍ 1/1/2023 ସୁଦ୍ଧା ମିନିମମ୍ ଏଜ୍ 18 ବର୍ଷ ଓ ମ୍ୟାକ୍ସିମମ୍ ଏଜ୍ 55 ବର୍ଷ ହୋଇଥିବା ଆବଶ୍ୟକ। ଏଜ୍ ରିଲାକ୍ସେସନ ଅଛି ଆଜ୍ ପର୍ ଗଭର୍ଣ୍ଣମେଣ୍ଟ ରୁଲ୍ ଅନୁସାରେ। OBC ବା SCBC ଷ୍ଟୁଡେଣ୍ଟ 3 ବର୍ଷ, SC ST PWD 5 ବର୍ଷ, ଏକ୍ସ ସର୍ଭିସ ମାନେ 5 ବର୍ଷ, PWD ପ୍ଲସ୍ ଏକ୍ସ ସର୍ଭିସ ମାନ ପାଇଁ ବା SC ST ମାନ ପାଇଁ 15 ବର୍ଷ। ସିଲେକ୍ସନ ପ୍ରୋସେସ କ'ଣ ରହିବ, କ୍ୟାଣ୍ଡିଡେଟ୍ ସିଲେକ୍ଟେଡ୍ ବାଇ ଦି ପ୍ରୋସେସ ଅଫ୍ ମାର୍କ ବେସିସ୍। ଏହା ମାର୍କ ବେସିସ୍ କ୍ୟାରିୟର ବା ତୁମର ଯେଉଁ ମାର୍କ ଅଛି ସେଇ ମାର୍କ ବେସିସ୍ ସିଲେକ୍ସନ ହେବ। ଏଥିପାଇଁ କୌଣସି ଏକ୍ଜାମ ହେବ ନାହିଁ। ଆପ୍ଲିକେସନ ଫିସ୍ କ'ଣ ରହିବ, ଜେନେରାଲ SCBC କ୍ୟାଣ୍ଡିଡେଟ୍ ଓ SC ST ସମସ୍ତ ପାଇଁ ଏହା ଫ୍ରି। ସମସ୍ତେ ଏହାକୁ ଫ୍ରିରେ ଆବେଦନ କରିପାରିବେ। ଇମ୍ପୋର୍ଟାଣ୍ଟ ଡକୁମେଣ୍ଟ କ'ଣ ରହୁଛି, ଅଲ୍ ଏଜୁକେସନ ସାର୍ଟିଫିକେଟ୍ ଆଣ୍ଡ ମାର୍କସିଟ୍, ରିସେଣ୍ଟ ପାସପୋର୍ଟ ସାଇଜ ଫଟୋ, କାଷ୍ଟ ସାର୍ଟିଫିକେଟ୍। କାହା ପାଇଁ କାଷ୍ଟ ସାର୍ଟିଫିକେଟ୍ ଦରକାର ନା SC ST ଓ SCBC ପିଲାମାନଙ୍କ ପାଇଁ କାଷ୍ଟ ସାର୍ଟିଫିକେଟ୍ ଦରକାର। ଆଧାର କାର୍ଡ଼, ରେସିଡେଣ୍ଟାଲ ସାର୍ଟିଫିକେଟ୍, ଏକ୍ସପିରିଏନ୍ସ ସାର୍ଟିଫିକେଟ୍, ଯାହାର ଅଧିକା ଏକ୍ସପିରିଏନ୍ସ ଅଛି ବା ଏକ୍ସପିରିଏନ୍ସ ସାର୍ଟିଫିକେଟ୍ ସେମାନଙ୍କ ଦରକାର। ତା ସହିତ ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜ ରେଜିଷ୍ଟ୍ରେସନ ସାର୍ଟିଫିକେଟ୍, ଯେଉଁ ଜିଲ୍ଲାର ତୁମେ ହେଇଥିବ ସେଇ ଜିଲ୍ଲାର ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜ ରେଜିଷ୍ଟ୍ରେସନ ସାର୍ଟିଫିକେଟ୍ ଦରକାର। ଗୋଟେ ଭୋଟର ID କାର୍ଡ଼ ଦରକାର। ଇମ୍ପୋର୍ଟାଣ୍ଟ ଡେଟ୍ ଦେଇଅଛି, ଆପ୍ଲାଇ ଷ୍ଟାର୍ଟେଡ୍ ଡେଟ୍ ହେଉଛି ଅଲରେଡ଼ି ଷ୍ଟାର୍ଟ ହେଇଗଲାଣି। ଏହା ଆପ୍ଲାଇ ଷ୍ଟାର୍ଟେଡ୍ ଡେଟ୍, ଆପ୍ଲାଇ ଲାଷ୍ଟ ଡେଟ୍ ୱିଥ୍ 15 ଡେଜ୍ ଫ୍ରମ୍ ଦି ଡେଟ୍ ଅଫ୍ ପବ୍ଲିକେସନ। ଏଇ ନୋଟିଫିକେସନଟି ଯେବେଠୁ ବାହାରିଲା ବା ପବ୍ଲିକେସନ ଡିକ୍ଲାରେସନ ହେଲା, ସେ ଆଡ଼ଭର୍ଟାଇଜମେଣ୍ଟଟି ସେଇ ତାରିଖରୁ 15 ଦିନ ଭିତରେ ତୁମେମାନେ ଆବେଦନ କରିବାକୁ ପଡ଼ିବ। ସାଙ୍ଗମାନେ ଏଠି ପୋଷ୍ଟାଲ ଆଡ୍ରେସ୍ ଫର୍ ଆଟେଣ୍ଡାଣ୍ଟ, ଯେଉଁ ଆଟେଣ୍ଡାଣ୍ଟ ବା ଗ୍ରୁପ ଡି ପୋଷ୍ଟ ପାଇଁ ପୋଷ୍ଟାଲ ଆଡ୍ରେସଟି ଦିଆଯାଇଛି ଚିଫ୍ ଡିଷ୍ଟ୍ରିକ୍ଟ ଭେଟେନାରୀ ଅଫିସ ଗଞ୍ଜାମ ବ୍ରହ୍ମପୁର 760001 8 ମିଲିଟାରୀ ଲାଇନ୍ ଭୀମରାଓପେଟା। ସେହିପରି ପୋଷ୍ଟାଲ ଆଡ୍ରେସ୍ ଫର୍ ବ୍ୟାଙ୍କ ମିତ୍ର ଆଣ୍ଡ ମାଷ୍ଟର ବୁକ୍ କିପର, ବ୍ଲକ ଲେବୁଲ ଫେଡେରେସନ ରାୟଗଡ଼ା 8 ପୋଷ୍ଟ ଗୁଣୁପୁର, ଡିଷ୍ଟ୍ରିକ୍ଟ ରାୟଗଡ଼ା
765022 এই ଫର୍ମଟି ଦରକାର। ତୁମେମାନେ ଭିଡ଼ିଓର ଡେସ୍କ୍ରିପସନ୍‌କୁ ଯିବେ ଓ ସେହି ଲିଙ୍କ୍‌କୁ ଡାଉନଲୋଡ୍ କରିକି ତୁମେମାନେ ଫର୍ମଟି ଡାଉନଲୋଡ୍ କରିପାରିବେ ଓ ପିଡିଏଫ୍‌ଟି ମଧ୍ୟ ଡିଟେଲ୍ ପଢ଼ିପାରିବେ। ସାଙ୍ଗମାନେ ଏ ପିଡିଏଫ୍‌ଟି ଦେଖନ୍ତୁ, ଅଫିସ୍ ଅଫ୍ ଦି ଚିଫ୍ ଡିଷ୍ଟ୍ରିକ୍ଟ ଭେଟେନାରୀ ଅଫିସ୍ ଗଞ୍ଜାମ ବା ବରହମପୁର। ତାର ଏଟା ପିଡିଏଫ୍‌ଟି ଦେଖ ସାଙ୍ଗମାନେ, ତା 30/1/2024 ଏ ଡିକ୍ଲାରେସନ୍‌ଟି ଆଡ଼ଭର୍ଟାଇଜମେଣ୍ଟଟି ନୋଟିଫିକେସନ୍ କରାଯାଇଛି। ତେଣୁ 30/1/2024 ଠାରୁ 15 ଦିନ ଭିତରେ ତୁମେମାନେ ଏହାକୁ ଆବେଦନ କରିବାକୁ ପଡ଼ିବ। ତେଣୁ ଏ ପିଡିଏଫ୍‌ଟି ଦେଖିନିଅ। ପିଡିଏଫ୍ ସହିତ ଆପ୍ଲିକେସନ୍ ଫର୍ମଟି ଆଟାଚ୍ ଅଛି, ଦେଖିନିଅ। ତାର ଆପ୍ଲିକେସନ୍ ଫର୍ମଟି ଦେଖ, ଏଠାରେ ତାର ଅଛି ଡିକ୍ଲାରେସନ୍ ଫର୍ମ ଓଡ଼ିଆରେ ଅଛି। ତୁମେମାନେ ଚାହିଁଲେ ଦେଖ ଏହାକୁ ଡାଉନଲୋଡ୍ କରି ଡିଟେଲ୍ ପଢ଼ିପାରିବ ବିଜ୍ଞାପନଟିକୁ। ତା ସହିତ ଦେଖନ୍ତୁ ଏଠାରେ ହେଉଛି ଆପ୍ଲିକେସନ୍ ବା ଦରଖାସ୍ତ ଫର୍ମ। ଏଠାରେ ଦେଖ ଦରଖାସ୍ତ ଫର୍ମଟି ଦିଆଯାଇଛି, ଡିଟେଲ୍ ଲେଖା ହେଇଛି ଦରଖାସ୍ତ ଫର୍ମ। ଏଠି ଗୋଟେ ଫଟୋ ଆଟାଚ୍ କରିବେ। ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଗଞ୍ଜାମ। ଏଠି ପ୍ରାର୍ଥୀଙ୍କ ନାମ, ପିତାଙ୍କ ନାମ, ସ୍ଥାନୀୟ ଠିକଣା ଡିଟେଲ୍ ଏହାକୁ ପଢ଼ିକି ଫିଲ୍ଅପ୍ କରିବାକୁ ପଡ଼ିବ। ତୁମେମାନେ ଫିଲ୍ଅପ୍ କରିକି ଏହାକୁ ସ୍ପିଡି ପୋଷ୍ଟ ବା କୋରିଅର ମାଧ୍ୟମରେ ନିଜେ ତୁମେମାନେ ଚାହିଁଲେ ମଧ୍ୟ ଏହାକୁ ନିଜେ ନେଇ ତାଙ୍କ ଅଫିସରେ ଦାଖଲ କରିପାରିବେ। ଏଠି କ'ଣ ଆବେଦନ ପତ୍ର ସହିତ ସଂଲଗ୍ନ କରିବାକୁ ଅଛି ତାହା ମଧ୍ୟ ଏଠି ପଢ଼ିକି ଏହାକୁ ଭଲ ଭାବରେ ସଂଲଗ୍ନ କରିବେ। এই ଆପ୍ଲିକେସନ୍ ଫର୍ମଟି ତୁମମାନଙ୍କର ଯଦି ଆପ୍ଲିକେସନ୍ ଫର୍ମଟି ଦରକାର, ଭିଡ଼ିଓର ଡେସ୍କ୍ରିପସନ୍‌ରେ ଏହାର ଲିଙ୍କ୍ ଦିଆଯାଇଛି। ତୁମେମାନେ ଚାହିଁଲେ ଡାଉନଲୋଡ୍ କରିପାରିବେ ଓ ଆପ୍ଲିକେସନ୍ ଫର୍ମଟିକୁ ତୁମେମାନେ ଡାଉନଲୋଡ୍ କରିକି ଭଲ ଭାବରେ ପଢ଼ିକି ଫିଲ୍ଅପ୍ କରିକି ତୁମେମାନେ ଏହାକୁ ଡାକ ଯୋଗେ ବା କୋରିଅର ମାଧ୍ୟମରେ ପ୍ରେରଣ କରିପାରିବେ। ଦେଖିନିଅ ସାଙ୍ଗମାନେ, ଏଟା ମିଶନ ଶକ୍ତି ତରଫରୁ এই ଇମ୍ପୋର୍ଟାଣ୍ଟ ପିଡିଏଫ୍‌ଟି ବା ଗୁଣୁପୁର ବା ରାୟଗଡ଼ା ଡିଷ୍ଟ୍ରିକ୍ଟର ଏଇଟା। ତୁମେମାନେ ଦେଖିନିଅ ଏ ପିଡିଏଫ୍‌ଟି, यार कौन डिटेल सब दिखाई तुमने यहाँ पढ़े। पढ़ी सारिकी यहाँ तुमने देख यहाँ आप्लिकेसन फॉर्म दी कम्युनिकेशन सपोर्ट स्टाफ। ये आप्लिकेसन फॉर्म टी तुम मानकर दरकार। तुमने चाहिए वीडियो शेष में यार लिंक मुझे तुम यहाँ डाउनलोड करें। डाउनलोड कर तुमने यहाँ भल भाव पढ़े। पढ़ी फिलअप करके स्पीडी पोस्ट बा कोरियर माध्यम यहाँ प्रेरण करेंगे। जो मानकर दरकार बा आवश्यक ताकू ये वीडियो डिस्क्रिप्शन रे लिंक मु प्रोवाइड करछि बा देई अछि, तुम माने डाउनलोड कर परिबे।